ଜୟ ଜଗନ୍ନାଥ ସାଙ୍ଗମାନେ। ମୋ 100 ଦିନ ଚ୍ୟାଲେଞ୍ଜ ଅଛି DS7 ତ DS7 ଆପଣଙ୍କୁ ଶୁଭ ସକାଳ। ତ ଆଜି ଆମ ଡାଇରେକ୍ଟ ଆମ ବଗିଚାରୁ ଷ୍ଟାର୍ଟ ହେଉଛି। ତ ଆପଣମାନେ ଦେଖିପାରୁଥିବେ ଇଏ ହେଉଛି ଆମ କୁନ୍ଦୁରୁ ବଗିଚା। ତ ଏବେ ପାଣି ମଡ଼ା ଚାଲିଛି। ତ ଆପଣମାନେ ଦେଖିପାରୁଥିବେ କି କୁନ୍ଦୁରୁ ପାଣି ମଡ଼ା ଚାଲିଛି, ପ୍ରାୟ ଅଧା ହେଇ ଆସିଲାଣି ପାଣି। ତ ଆପଣମାନେ ଦେଖିପାରୁଥିବେ ପାଣି ମଡ଼ା ଚାଲିଛି। ତ ଏପଟେ ମେସିନ୍ ଚାଲିଛି, ବଗିଚା ସବୁ ପାଣି ମଡ଼ା ସରିଲାଣି। ତ ଏବେ ପ୍ରଥମ ନୂଆ ବାରି ଯୋଉଟା ସେଇଟା ପାଣି ମଡ଼ା ସରିଯିବ ଏବେ। ତ ଆଜି ମଧ୍ୟ ଘରେ ଆମର କୁନ୍ଦୁରୁ ତୋଳିବା ପାଇଁ ଅଛି। ପାଣି ମଡ଼ା ସରିଲେ ଆମର କୁନ୍ଦୁରୁ ତୋଳା ହେବ। ତ ଆପଣମାନେ ଦେଖିପାରୁଥିବେ ପାଣି ମାରୁଛି। ତ ପାଣି ମାଡ଼ିବା ସହିତ ଆପଣମାନେ ଦେଖୁଥିବେ କି ଏଯାକ ସବୁ ଘାସ ବାଛା ହେଉଛି। ତ ଆପଣମାନେ ଦେଖିପାରୁଥିବେ ଘାସ ବାଛା ଚାଲିଛି। ତ ଦେଖୁଥିବେ ଆପଣମାନେ ଘାସ ବାଛା ଚାଲିଛି। ଏପରେ ପାଣି ମଡ଼ା ସରିଲା ପରେ କୁନ୍ଦୁରୁ ତୋଳା ହେବ। ତ ଆମର କାଲିକି ହାଟ ଅଛି, ତ ସେଥିପାଇଁ ଆଜି କୁନ୍ଦୁରୁ ତୋଳା ହେବ। ତ ଆପଣ ଦେଖିପାରୁଥିବେ ଖରା ବି ହେଇ ଆସିଲାଣି। ପାଣି ଆପଣମାନେ ଦେଖିପାରୁଥିବେ ଏଠି ପାଣି ଏପଟେ ଗୋଟେ ମାଲ ଯାଇଛି, ତ ଏପଟେ ଗୋଟେ ମାଲ ଯାଇଛି। ଆପଣମାନେ ଦେଖିପାରୁଥିବେ ଏଇ ବଗିଟା ସରିଲା ପରେ ତ ପୁରୁଣା ବାରିରେ ପାଣି ମଡ଼ା ହେବ। ତ ଦେଖନ୍ତୁ ପାଣି ମଡ଼ା ଚାଲିଛି। ଗୋଟି ହେଇଯାଇଛି ଘାସ ବଛା ହେଇନି ବୋଲି। ଆପଣ ଦେଖିପାରୁଥିବେ ପାଣିରେ ଘାସ ମଧ୍ୟ ବଛା ହେଉଛି। କେତେ କଷ୍ଟ ପ୍ରୟାସ ହେଉଛି। ତୁଳିଆର କିଛି ଆସିବ ଭିଡ଼ିଓ ଆପଣ ଦେଖିବେ। ତ ସାଙ୍ଗମାନେ ଆପଣମାନେ ଦେଖିପାରୁଥିବେ କି ଇଏ ହେଉଛି କୁନ୍ଦୁରୁ ପୋତା ମାଛ। ତ ଆଜି କୁନ୍ଦୁରୁ ତୋଳା ହେଉଛି। ତ ଅଲରେଡ଼ି 20 କେଜି ପାଖାପାଖି କୁନ୍ଦୁରୁ ତୋଳା ସରିଲାଣି। ତ ଆଜି ୟା ପୂର୍ବ ଶନିବାର ତୋଳା ହେଇଥିଲା ପ୍ରାୟ 20 କେଜି ଭଳିଆ, 27 କେଜି ହେଇଥିଲା। ତ ଆଜି କୁନ୍ଦୁରୁ ତୋଳା ଚାଲିଛି, ଅଲରେଡ଼ି 20 କେଜି ହେଇଗଲାଣି। ତ ଆଜି ପାଖାପାଖି କୁନ୍ଦୁରୁ 40 କେଜି ଭଳିଆ ତୋଳା ସରିଲାଣି, ପ୍ରାୟ 40 କେଜି ଭଳିଆ ହେଇଯିବ। ତ ଆପଣ ଦେଖୁଥିବେ କୁନ୍ଦୁରୁ ଟିକେ ବଡ଼ ବଡ଼ ହେଇଯାଇଛି। ଟିକେ ଲେଟ୍ ହେଇଗଲା। ଆମର ବୁଧବାର ତୋଳିବା କଥା, ବୁଧବାର ତୋଳି ହେଇପାରିଲାନି। ତ କୁନ୍ଦୁରୁ ଟିକେ ବଡ଼ ବଡ଼ ହେଇଯାଇଛି। ତ ଆପଣ ଦେଖନ୍ତୁ କେମିତି କ'ଣ କୁନ୍ଦୁରୁ ତୋଳା ହେଉଛି। ଅଲରେଡ଼ି ଘାସ ବି ହେଇଯାଇଛି। କୁନ୍ଦୁରୁ ତୋଳା ସରିଲା ପରେ ଏ ଘାସ ମଧ୍ୟ ବାଛା ହେବ। ତ ଦେଖନ୍ତୁ କୁନ୍ଦୁରୁ ତୋଳା ହେଉଛି। ଆଜି କୁନ୍ଦୁରୁ ମୁଁ ଏତେ ତୋଳୁଛି। କୁନ୍ଦୁରୁ ତୋଳା ସରିଲାଣି ପ୍ରାୟ 10ଟା ପ୍ଲସ୍ ହେଇଯିବ। ତ ଆପଣ ଦେଖିପାରୁଥିବେ କି ତଳେ କୁନ୍ଦୁରୁ ପଡ଼ିଛି। ପାଖରେ ବି ଶୁଆ ବସିଥିଲେ, ୟାକୁ ଖାଇକି ନଷ୍ଟ କରିଦେଇଛନ୍ତି।